ବାବା କାର୍ତ୍ତିକେଶ୍ୱର ମହାଦେବଙ୍କ 28ତମ ଉତ୍ସବ ମନ କିଣିଲା ପାଇକ ଆଖଡ଼ା। ନିମାପଡ଼ା ହଜି ଯାଉଥିବା ସେହି ପୂର୍ବ ଗୌରବକୁ ଖୋଜା ପଡ଼ିଛି। ପୁଣି ଗାଁରେ ଲୋକଙ୍କ ସମାଗମ। ଚାଲିଛି ପାଇକ ଆଖଡ଼ା। ବାବା କାର୍ତ୍ତିକେଶ୍ୱର ମହାଦେବଙ୍କ 28ତମ ବାର୍ଷିକ ଉତ୍ସବ ଉଦ୍ଘାଟନ ହୋଇଯାଇଛି। ଏହି ନିଆରା ଓ ଅଭିନବ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଛେନୁଅ ଗୁଡୁସାହି ଗ୍ରାମରେ। ଶତାଧିକ ଯୁବକ ଯୁବତୀ ଓ ମହିଳା ପୁରୁଷ ଏକତ୍ରିତ ହୋଇ ଉତ୍କଳର ହୃତଗୌରବକୁ ମନେ ପକାଇଛନ୍ତି, ସମୂହ ପାଳନ କରି ଆସୁଛନ୍ତି। ଯେଉଁ ସମୟରେ ଗାଁ ହଜିଗଲାଣି, ଗାଁର ପରମ୍ପରା, ଐତିହ୍ୟ, ସଂସ୍କୃତି, ସହରୀ ସଭ୍ୟତାର ବିଲୁପ୍ତ ହେଲାଣି, ସେତେବେଳେ ଗାଁ ମାଟିରେ ଗାଁ ଲୋକଙ୍କ ମିଳିତ ଉଦ୍ୟମରେ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଛି। ଖୋର୍ଦ୍ଧାରୁ ଆସିଥିବା ପାଇକ ଆଖଡ଼ା ସଂଗଠନର ନିପୁଣ କଳା ଓ ଆଖି ଖୋସିଲା ଭଳି କୌଶଳ ସଭିଙ୍କୁ ଅଭିଭୂତ କରିଥିଲା। ଓଡ଼ିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସମାଜସେବୀ, କ୍ରୀଡ଼ାବିତ୍ ତଥା ପାଣି ଜାହାଜର କ୍ୟାପ୍ଟେନ୍ ଶ୍ୱେତପୂର୍ଣ୍ଣ ରାୟ ମହାପାତ୍ର, ନିମାପଡ଼ା ସାମ୍ବାଦିକ ସଂଘର ସଭାପତି ଅକ୍ଷୟ ବେହେରା, କୁଶଭଦ୍ରା କାନ୍ଦୁଚି ପରିବାରର ଆବାହକ ନିଗମାନନ୍ଦ ସାହୁ, ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ, ହେଲ୍ପଲାଇନ୍ ନିମାପଡ଼ାର ସଭାପତି ଅକ୍ଷୟ ସାହୁ, ଟର୍ନ ଟୁ ହେଲ୍ପସ୍ ଅଲ୍ର ପ୍ରତିଷ୍ଠାତା ତଥା ନାବିକ ପପକ ରଞ୍ଜନ ବାରିକ, ବରିଷ୍ଠ ସାମ୍ବାଦିକ ଶରତ ସେନାପତି ଏବଂ ଶିକ୍ଷକ ନେତା କବି ସଦାଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ତଥା କାର୍ତ୍ତିକେଶ୍ୱର ପୂଜା କମିଟିର ସଭାପତି ବିକାଶ ଚନ୍ଦ୍ର ବାରିକ। ନିମାପଡ଼ାରୁ ଅକ୍ଷୟ ବେହେରା।